ବା ତାଙ୍କର ମୌଳିକ ବୃତ୍ତିର ଯୋଉ ବ୍ୟବସାୟ ଥିଲା ସେ ମଧ୍ୟ ଲୋପ ପାଇବାକୁ ବସିଛି। ଏବଂ ଆଜିକାରେ ଯାହାର ପାଖରେ ପଇସା ଅଛି ସେ ସେ ମୌଳିକ ବୃତ୍ତିକୁ ଇନୋଭେଟିଭ ଭାବରେ ସମାଜକୁ ଆଗକୁ ଆଣି ବୃତ୍ତିକୁ ବହୁ ମାତ୍ରାରେ ବଢାଉଛନ୍ତି। କିନ୍ତୁ ମୌଳିକ ବୃତ୍ତିରେ ଲିପ୍ତ ଥିବା ସମାଜ ଯୋଉ ଥିଲା ସେମାନେ କୌଣସି ପ୍ରକାର ଲାଭବାନ ହେଇପାରୁନାହାନ୍ତି। ଏଇ ଉଦ୍ଦେଶ୍ୟରେ ଆଜି ଏକ କାର୍ଯ୍ୟକ୍ରମ ଥିଲା। ଏଇ ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଜାରି ରଖିଛି ବ୍ରିଲିଆଣ୍ଟ ଅନୁଷ୍ଠାନ ପକ୍ଷରୁ, ଏବଂ ତାଙ୍କର ଯେ ମୁଖିଆ ମାନେ ଅଛନ୍ତି ଏଇ ମୌଳିକ ବୃତ୍ତିରେ ଯେଉଁମାନେ ଅଛନ୍ତି ତାଙ୍କର ମୁଖିଆ ମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ତାଙ୍କୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯିବ, ତାଙ୍କୁ ମେସିନ ଦିଆଯିବ ଏବଂ ତାଙ୍କର ପ୍ରଡକ୍ଟ ତାଙ୍କ ହାତରେ ତିଆରି ହେଉଥିବା ଜିନିଷକୁ ସେମାନେ ବାହାରେ କେମିତି ବ୍ୟବସାୟ କରିକି ଦି ପଇସା ଭଲ ରୋଜଗାର କରିପାରିବେ, ଇଏ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ହେଇଛି। ଏବଂ ମୁଁ ନିଶ୍ଚିତ ରୂପେ ମୋ ମନକୁ ଛୁଇଁଛି ଏ କଥାଟା, କାହିଁକି ନା ଆମେ ଓଡ଼ିଶାରେ ଦେଖିଛେ କୁମ୍ଭାର ମାନେ ଯେଉଁଭଳି ଭାବରେ ମାଟି ପାତ୍ର ତିଆରି କଲେ ଖାଲି ପୂଜା ପର୍ବପର୍ବାଣୀରେ ସେଗୁଡାକୁ ବ୍ୟବହାର କରି ହଉଥିଲା, କିନ୍ତୁ ଦୈନନ୍ଦିନ ବ୍ୟବହାରରେ ତାଙ୍କର ଜିନିଷ ଆଜି ବହୁ ଆଦୃତ ହେଇଛି। ବହୁ କମ ବ୍ୟକ୍ତି ତାକୁ ମାନେ ଆଧାର କରିଛନ୍ତି, କିନ୍ତୁ ଆଜି ଏଇ କାର୍ଯ୍ୟକ୍ରମ ଦ୍ୱାରା ଯୋଉମାନେ ସବୁ ଆସିଛନ୍ତି ଓଡ଼ିଶା ସାରା এই କଥାକୁ ନେଇକି ଆସ୍ତେ ଆସ୍ତେ ଅନୁଭବ କଲେଣି ତାଙ୍କ ଜିନିଷ ମଧ୍ୟ ମାର୍କେଟରେ ବହୁ ଚାହିଦା ଅଛି। ଏବଂ ଓଡ଼ିଶା ରାଜ୍ୟ ପୁରାଣ ମହାସଂଘର ସଭାପତି ଆଜ୍ଞା। କଣ କହିବେ ଏଇ ଯୋଉ ଭାରତ ଉପରେ ସରକାର ଧ୍ୟାନ ଦଉନାହାନ୍ତି, କୋଉଠି ନା କୋଉଠି ଲେଟ୍ ହେଇଯାଇ ନିହାତି। ଏ ତ ଜାଣିଥିବେ ଆପଣ ମାନଙ୍କର କୁମ୍ଭାର ମାନଙ୍କର ଯୋଉ କୌଳିକ ବୃତ୍ତି ଆଜ୍ଞା, ଇଏ ଗୋଟେ ପ୍ରକାର ଆପଣ ମାନଙ୍କର ମାନେ ବୁଢୀ ପାଖକୁ ବସିଲାଣି ଆଜ୍ଞା। ଯୋଉ ଆପଣ ବ୍ରିଲିଏଣ୍ଟ ଯୋଉ ଗ୍ରୁପ ଆପଣ ମାନଙ୍କର ଯୋଉ ପୁନରୁଦ୍ଧାର ପାଇଁ ଯୋଉ ପ୍ରୟାସ କରୁଛି, ତେଣୁ ଓଡ଼ିଶା ପୁରାଣ ମହାସଂଘ ତରଫରୁ ଆମେ ତାକୁ ସାଧୁବାଦ ଜଣାଉଛୁ ଆଜ୍ଞା। କାହିଁକି ଜାଣିଥିବେ କୁମ୍ଭାର ମାନଙ୍କର ଯୋଉ କୌଳିକ ବୃତ୍ତି ଆଜ୍ଞା, ମାନେ ନିଜର ମୌଳିକ ଅଧିକାରର ଆପଣଙ୍କ ଜୀବିକା ଜୀବନ ଉପରେ ତାର ଘୋର ପ୍ରଭାବ ପଡିଛି ଆଜ୍ଞା। ତେଣୁ ସରକାର ଯଦି ମନ୍ଥନ କଲା ପରେ ଯଦି ପୁନରୁଦ୍ଧାର କରିବେ, ଏ କୁମ୍ଭାର ସମାଜ ଏ ସରକାରଙ୍କ ପାଖରେ ସବୁଦିନ ଆଜ୍ଞା ଚିରଋଣୀ ରହିବ ଆଜ୍ଞା। ତେଣୁ ତାର ଯୋଉ କୌଳିକର ବୃତ୍ତିର ଯୋଉ ମାଟି ପାତ୍ର ଯଦି ଆପଣଙ୍କର ତାର କିଣା ବିକା ଯଦି ହେଇପାରିବ, ନିଶ୍ଚୟ ତାର ପରିବାର ଆଜ୍ଞା ପୋଷଣ ହେଇପାରିବ। ଏବଂ ଏ ଯୋଉ ପୁରା ସମାଜର ଯୋଉ କୁମ୍ଭାର ସମାଜର ଆଜ୍ଞା ଯୋଉ କୌଳିକ ବୃତ୍ତି ଜାଣିଥିବେ, ଯୋଉ ବିଭିନ୍ନ ପ୍ରକାର ପ୍ରତିଷେଧକ ଯୋଉ ଆପଣ ମାନଙ୍କର ରୋଗକୁ ବି ମଧ୍ୟ ନିୟନ୍ତ୍ରଣ କରିପାରେ ଆଜ୍ଞା। ତେଣୁ ଏ ମାଟି ପାତ୍ରର ଯୋଉ ବ୍ୟବହାର ଆଉ ଥରେ ଆପଣ ମାନଙ୍କୁ ସମସ୍ତଙ୍କୁ ହାତ ଯୋଡି ବିନମ୍ର ନିବେଦନ କରୁଛି, ଏ କୁମ୍ଭାର ସମାଜକୁ ଆପଣ ମାନେ ପୁନର୍ଜୀବିତ କରନ୍ତୁ ଏବଂ କୌଳିକ ବୃତ୍ତିକୁ ସରକାରଙ୍କର ପ୍ରୋତ୍ସାହନ ଯଦି ଦିଆଯାଏ, ଏ କୁମ୍ଭାର ସମାଜ ଆଗକୁ ନିଶ୍ଚୟ ବଢିବ ବୋଲି ମୋର ଦୃଢ ଆଶା ଓ ବିଶ୍ୱାସ ଭରସା। ଏବଂ ଆପଣ ମାନଙ୍କର ସୁସ୍ଥ ସମାଜ ଗଠନ କରିବାରେ ଏବଂ ପ୍ଲାଷ୍ଟିକକୁ ନିର୍ମଳ ଭାବରେ ତାକୁ ନିର୍ମଳ ଭାବରେ ତାକୁ ବର୍ଜନ ଆମେ କରୁଛୁ। ଏବଂ ଓଡ଼ିଶା ସରକାର ଯୋଉ ବିଜେପି ସରକାର ଏବଂ ଯୋଉ ଡବଲ ଇଞ୍ଜିନ ସରକାର ଯୋଉ ଆପଣ ମାନଙ୍କର ଯୋଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବି। ବହୁତ ଦିନ ପରେ ଓଡ଼ିଶା ସରକାର ଯୋଉ ମୋହନ ମାଝୀଙ୍କ ସରକାର ଏବଂ ଡବଲ ଇଞ୍ଜିନ ସରକାର ଯୋଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବହୁତ ଦିନର ପ୍ରୟାସ ପରେ ଏ କୁମ୍ଭାର ସମାଜଙ୍କର ଯୋଉ ଦୃଷ୍ଟି ଆକର୍ଷଣ କରିଛନ୍ତି, ସେଥିପାଇଁ ଏ କୁମ୍ଭାର ସମାଜ ଆପଣ ମାନଙ୍କର ଓଡ଼ିଶା ସରକାର ଏବଂ ଆପଣଙ୍କର କେନ୍ଦ୍ର ସରକାର ପାଖରେ ସବୁଦିନ ଚିରଋଣୀ ହେଇକି ରହିବ, ଯଦି କୁମ୍ଭାର ସମାଜକୁ ପୁନରୁଦ୍ଧାର କରାଯାଏ ଏବଂ ତାଙ୍କୁ ସହଯୋଗର ଯଦି ହାତ ବଢାଯାଏ।